ହୀରାକୁଦ ଡ୍ୟାମ୍ର 20ଟି ଗେଟ୍ ଖୋଲିବା ପରେ ବଢୁଛି ମହାନଦୀ ଜଳସ୍ତର। ଏବେ ଡ୍ୟାମ୍ ମଧ୍ୟକୁ ସେକେଣ୍ଡକୁ 2,57,055 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 3,47,628 ଘନଫୁଟ ଜଳ ନିଷ୍କାସିତ ହେଉଛି। ତେବେ ଆଜି ସନ୍ଧ୍ୟା ସୁଦ୍ଧା ବନ୍ୟାଜଳ ମୁଣ୍ଡଳୀରେ ପହଞ୍ଚିପାରେ। ଏହି ସମୟରେ ମୁଣ୍ଡଳୀରେ ପ୍ରାୟ 5 ଲକ୍ଷ କ୍ୟୁସେକ୍ ବନ୍ୟାଜଳ ପ୍ରବାହିତ ହୋଇପାରେ। ବନ୍ୟାକୁ ଦୃଷ୍ଟିରେ ରଖି ତଳ ଅଞ୍ଚଳରେ ଥିବା ଜିଲ୍ଲାମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ମହାନଦୀ ଭିତରକୁ ଲୋକ ପ୍ରବେଶ ନ କରିବା ସହ ଗୋରୁଗାଈ ଆଦି ଗୃହପାଳିତ ପଶୁଙ୍କୁ ଛାଡ଼ିବା ଉପରେ ବାରଣ କରାଯାଇଛି। ବର୍ତ୍ତମାନ ମୁଣ୍ଡଳୀରେ ପ୍ରତି ସେକେଣ୍ଡକୁ 1,90,132 କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। ଏଠାରେ ଉପରମୁଣ୍ଡର ଜଳସ୍ତର 80.80 ଫୁଟ ରହିଥିବା ବେଳେ ତଳମୁଣ୍ଡର ଜଳସ୍ତର ରହିଛି 78.60 ଫୁଟ। ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ପହଞ୍ଚିଲେ ମୁଣ୍ଡଳୀରେ 4.5 ରୁ 5 ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେବ। ତେବେ ତଳମୁଣ୍ଡରେ ବର୍ଷା ନଥିବାରୁ 5 ଲକ୍ଷ କ୍ୟୁସେକ୍ ଜଳ ଆସିଲେ ବି ବନ୍ୟାର କୌଣସି ଆଶଙ୍କା ନାହିଁ।